ଶ୍ରୀକୃଷ୍ଣ କହନ୍ତି ଶାନ୍ତ ରୁହ, କାରଣ ସମୟ ସମସ୍ତଙ୍କର ବଦଳିଥାଏ। ଆଜି ଯଦି ତୁମ ଜୀବନରେ ଘୋର ଅନ୍ଧକାର ଘୋଟିଛି ଏବଂ ତୁମେ ନିଜକୁ ଏକା ଅନୁଭବ କରୁଛ, ତେବେ ଏହା ସ୍ମରଣ ରଖ ଯେ ପ୍ରତ୍ୟେକ ଗଭୀର ରାତ୍ରି ପରେ ସୂର୍ଯ୍ୟୋଦୟ ନିଶ୍ଚିନ୍ତ ଅଟେ। ଯେଉଁ ପରିସ୍ଥିତି ଆଜି ତୁମକୁ ପୀଡ଼ା ଦେଉଛି ତାହା ଆସନ୍ତାକାଲି ତୁମ ଶକ୍ତିର ଉତ୍ସ ପାଲଟିବ। ଯେଉଁମାନେ ଆଜି ସଫଳତାର ଶିଖରରେ ଅଛନ୍ତି ସେମାନେ କାଲି ଧରାଶାୟୀ ହୋଇପାରନ୍ତି ଏବଂ ଯେଉଁମାନେ ଆଜି ପୀଡ଼ିତ ଅବସ୍ଥାରେ ଅଛନ୍ତି ସେମାନେ କାଲି ଆକାଶର ଉଚ୍ଚତାକୁ ସ୍ପର୍ଶ କରିପାରନ୍ତି। ତେଣୁ ଭୟ କର ନାହିଁ। ନିଜ ପାଦକୁ ଟଳମଳ ହେବାକୁ ଦିଅ ନାହିଁ। କେବଳ ନିଜର ସମସ୍ତ ଶକ୍ତିକୁ ଏକ ସଠିକ୍ ଲକ୍ଷ୍ୟ ଆଡ଼କୁ କେନ୍ଦ୍ରିତ କର। ଜଙ୍ଗଲର ରାଜା ସିଂହ ମଧ୍ୟ ଶିକାର ପାଇଁ ବ୍ୟର୍ଥରେ ଦୌଡ଼େ ନାହିଁ। ସେ ସଂଯମର ସହିତ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରେ। ଯେଉଁମାନେ ତୁମକୁ ଦୁର୍ବଳ ଭାବୁଛନ୍ତି ସେମାନଙ୍କୁ ତୁମ ସମୟ ନିଜେ ଉତ୍ତର ଦେବ, କାରଣ ସମୟ ପ୍ରତ୍ୟେକ କ୍ଷତରେ ମଲମ ଲଗାଇଥାଏ ଏବଂ ପ୍ରତ୍ୟେକ ଅଭିମାନକୁ ଭାଙ୍ଗି ମଧ୍ୟ ଦେଇଥାଏ। ଯେପର୍ଯ୍ୟନ୍ତ ତୁମ ସମୟ ଆସିନାହିଁ, ଚୁପଚାପ ପରିଶ୍ରମ କରୁଥାଅ, ଶିଖୁଥାଅ ଏବଂ ନିଜ ଭିତରର ଅଗ୍ନିକୁ ପ୍ରଜ୍ୱଳିତ ରଖ। ଯେଉଁମାନେ ଆଜି ତୁମକୁ ପରିହାସ କରୁଛନ୍ତି କାଲି ସେମାନେ ତୁମ ସଫଳତାରେ ତାଳି ମାରିବାକୁ ବାଧ୍ୟ ହେବେ। ଯେବେ କେହି ତୁମକୁ ଅବହେଳା କରେ କିମ୍ବା ତୁମ ସ୍ୱପ୍ନ ଉପରେ ହସେ ସେତେବେଳେ କେବଳ ଶାନ୍ତ ରହି ହସିଦିଅ ଏବଂ ନିଜ କର୍ମରେ ଲାଗିପଡ଼, କାରଣ ଯେବେ ତୁମ ସମୟ ଆସିବ ସେତେବେଳେ କେବଳ ତୁମ କଥା ନୁହେଁ, ତୁମ ନାମ ହିଁ ଗୁଞ୍ଜରିତ ହେବ। ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ଶିଖ, କାରଣ ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁ କରୁ ଦିନେ ତୁମେ ନିଜର ଅସ୍ତିତ୍ୱ ହିଁ ହରାଇ ବସିବ। ସର୍କସରେ କୌଶଳ ଦେଖାଉଥିବା ସିଂହ ନିଜ ଶକ୍ତିକୁ ଭୁଲି ନଥାଏ। ସେ କେବଳ ପରିସ୍ଥିତି ସହ ସାଲିସ କରିଥାଏ। କିନ୍ତୁ ତୁମେ କ'ଣ ସାଲିସ କରି ନିଜର ପ୍ରକୃତ ପରିଚୟକୁ ମିଟାଇ ଦେବାକୁ ଚାହୁଁଛ? ଇତିହାସ ସେହିମାନେ ହିଁ ରଚନ୍ତି ଯେଉଁମାନେ ନିଜ ସିଦ୍ଧାନ୍ତରେ ବଞ୍ଚନ୍ତି। କିଛି ବୋଝ ପାଲଟି ଯାଇଥିବା ସମ୍ପର୍କ ଏବଂ ଲୋକଙ୍କୁ ତ୍ୟାଗ କରିବା ଆବଶ୍ୟକ ହୋଇପଡ଼େ, କାରଣ ସେମାନେ ତୁମକୁ ଭିତରୁ ଭାଙ୍ଗି ଶେଷ କରିଦେବେ। ସଂସାରର ରୀତି ବଡ଼ ବିଚିତ୍ର। ଯେ ପର୍ଯ୍ୟନ୍ତ ତୁମେ କାହାର କାମରେ ଆସୁଛ ସମସ୍ତେ ନିଜର। ଯେଉଁଦିନ ସ୍ୱାର୍ଥ ପୂରଣ ହୋଇଗଲା ତମେ ଏକ ଅଦରକାରୀ ବସ୍ତୁ ପାଲଟିଯିବ। ଅଭିମାନର ହେଉ କିମ୍ବା ବ୍ୟର୍ଥ ସମ୍ପର୍କର ଅତିରିକ୍ତ ବୋଝ ନେଇ ଚାଲୁଥିବା ବ୍ୟକ୍ତି ପ୍ରାୟତଃ ବୁଡ଼ିଯାଆନ୍ତି। ଯେଉଁମାନେ ତୁମକୁ ପ୍ରଶଂସା କରନ୍ତି ନାହିଁ ସମୟ ସେମାନଙ୍କୁ ତୁମ ମୂଲ୍ୟ ଶିଖାଇଦେବ ଏବଂ ତୁମେ ଧୈର୍ଯ୍ୟ ରଖିବା ଶିଖିଯିବ। ଜୀବନରେ ଅନେକ ଥର ଉତ୍ସାହ, ଶାନ୍ତି ଏବଂ ବିଶ୍ୱାସର ଦୀପ ଲିଭିବାକୁ ଲାଗେ। ଚାରିଆଡ଼େ ନିରାଶାର ଅନ୍ଧକାର ଘୋଟିଯାଏ। କିନ୍ତୁ ମନେରଖ, ଯଦି ତୁମ ଭିତରେ ଆଶାର ଏକ ଛୋଟ ଦୀପଟି ମଧ୍ୟ ଜଳୁଥାଏ ତେବେ ସେହି ଗୋଟିଏ ଶିଖାରୁ ତୁମେ ବାକି ସବୁ ଲିଭିଯାଇଥିବା ଦୀପକୁ ପୁଣି ଥରେ ଜଳାଇ ପାରିବ। କଷ୍ଟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାଦ୍ୱାରା ହିଁ ତୁମେ ଶକ୍ତିଶାଳୀ ହେବ। ସହନ କରିବା ଶିଖିଥିବା ବ୍ୟକ୍ତି କେବେ ବି ପରାଜିତ ହୁଏ ନାହିଁ। ସତ୍ୟର ଶକ୍ତି ମୌନ ରହୁଥିବା ବ୍ୟକ୍ତିଙ୍କ ଭିତରେ ବାସ କରେ।
ନିଜ ମିଛକୁ ମନେ ରଖିବାକୁ ପଡ଼ିଥାଏ। ବୁଦ୍ଧିମାନ ବ୍ୟକ୍ତି ନିଜ ବୁଦ୍ଧିମତ୍ତା କାରଣରୁ ଚୁପ୍ ରହେ ଏବଂ ମୂର୍ଖ ତାହାକୁ ନିଜର ବିଜୟ ବୋଲି ଭାବିନିଏ। ଅହଙ୍କାର ଏକ ଏପରି ମାନସିକ ବ୍ୟାଧି ଯାହାର ଚିକିତ୍ସା ସମୟ ଓ ପରିସ୍ଥିତି ନିଜେ ହିଁ କରିଦିଅନ୍ତି। ଯଦି କିଛି ଲୋକ ତୁମକୁ ପସନ୍ଦ କରନ୍ତି ନାହିଁ ତେବେ ଦୁଃଖ କର ନାହିଁ, କାରଣ ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କ ପସନ୍ଦ ଉତ୍କୃଷ୍ଟ ହେବ। କିଛି ପାଠ ବୁଝାଇଲେ ବୁଝାପଡ଼େ ନାହିଁ, ବରଂ ନିଜେ ଅନୁଭବ କଲେ ହିଁ ବୁଝାପଡ଼େ। ଜୀବନ ଦୌଡ଼ରେ ସେହିମାନେ ହିଁ ଆଗକୁ ବଢ଼ନ୍ତି ଯେଉଁମାନେ ଅନ୍ୟମାନଙ୍କ କଥା ଅପେକ୍ଷା ନିଜ ସଂକଳ୍ପ ଉପରେ ଅଧିକ ବିଶ୍ୱାସ କରନ୍ତି। ଯେ ପର୍ଯ୍ୟନ୍ତ ତୁମେ ନିଜେ ହାର ସ୍ୱୀକାର ନ କରିଛ, ନିଜ ଚିନ୍ତାଧାରାକୁ ଏତେ ଦୃଢ଼ କର ଯେ ପରିସ୍ଥିତି ତୁମ ସାହସକୁ ଭାଙ୍ଗିବା ପରିବର୍ତ୍ତେ ନିଜେ ଆଣ୍ଠେଇ ପଡ଼ିବ। ଯଦି ଖରାପ ଅଭ୍ୟାସକୁ ଠିକ୍ ସମୟରେ ତ୍ୟାଗ କରାନଯାଏ ତେବେ ସେହି ଅଭ୍ୟାସଗୁଡ଼ିକୁ ହିଁ ତୁମ ସମୟକୁ ବଦଳାଇ ଦେବେ। ଶବ୍ଦ ଖଣ୍ଡାଠାରୁ ମଧ୍ୟ ଗଭୀର କ୍ଷତ ଦିଏ। ତେଣୁ ଭାବିଚିନ୍ତି କୁହ। ପ୍ରକୃତ ସ୍ୱପ୍ନ ତାହା ନୁହେଁ ଯାହା ତୁମେ ନିଦରେ ଦେଖ, ବରଂ ତାହା ଯାହା ତୁମକୁ ଶୋଇବାକୁ ଦିଏ ନାହିଁ। ସମୟ ନିଜେ ଆସେ ନାହିଁ, ତାକୁ ନିଜ ପରିଶ୍ରମ ସଂଘର୍ଷ ଦ୍ୱାରା ଆଣିବାକୁ ପଡ଼ିଥାଏ। ରଣଭୂମିରେ ପରାଜିତ ଯୋଦ୍ଧା ପୁଣି ଥରେ ଜିତିପାରେ, କିନ୍ତୁ ଯିଏ ମନରୁ ହାରିଯାଏ ତା'ର ବିଜୟ ଅସମ୍ଭବ। ତୁମ ବିଜୟ ତୁମ ପୁରୁଷାର୍ଥ ଉପରେ ନିର୍ଭର କରେ, କାହାରି ସାହାରା ଉପରେ ନୁହେଁ। ସେହି ଜନଗହଳିକୁ ଅନୁସରଣ କର ନାହିଁ ଯାହା ସହଜରେ ପଥରେ ଚାଲେ, କାରଣ ଏହା ଜରୁରୀ ନୁହେଁ ଯେ ତାହା ସଠିକ୍ ମାର୍ଗ ହେବ। ସବୁଠାରୁ ବଡ଼ ସୁଖ ସେହି କାମ କରିବାରେ ଅଛି ଯାହାକୁ ଦୁନିଆ କହୁଥିଲା ଯେ ଏହା ତୁମ ଦ୍ୱାରା ହେବ ନାହିଁ। ନିଜ ପିଠିକୁ ସବୁବେଳେ ମଜବୁତ ରଖ, କାରଣ ପ୍ରଶଂସା ଓ ବିଶ୍ୱାସଘାତକତା ଉଭୟ ସେହିଠାରୁ ହିଁ ମିଳିଥାଏ। ତମର ପ୍ରକୃତ ଶକ୍ତି ତୁମ ସାହସରେ ଅଛି ଏବଂ ଦୁନିଆର କୌଣସି ଆହ୍ୱାନ ତୁମ ସାହସଠାରୁ ବଡ଼ ନୁହେଁ। ଯଦି ଲକ୍ଷ୍ୟ ମହାନ ତେବେ ରାସ୍ତା ମଧ୍ୟ କଠିନ ହେବ, କିନ୍ତୁ ପ୍ରତ୍ୟେକ ଶିଖର ପାଦତଳୁ ହିଁ ଆରମ୍ଭ ହୋଇଥାଏ। ଏକ କାହାଣୀ। ମାଙ୍କଡ଼ ଏବଂ ସିଂହ। ଥରେ ଏକ ମାଙ୍କଡ଼ ନିଜ ଜୀବନରେ ବହୁତ ଅସନ୍ତୁଷ୍ଟ ଥିଲା। ସେ ଘଞ୍ଚ ଜଙ୍ଗଲରେ ରହୁଥିଲା, କିନ୍ତୁ ସେ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପଶୁ ସିଂହ ଭଳି ହେବାକୁ ଚାହୁଁଥିଲା। ସେ ଦିନରାତି ଭାବୁଥିଲା ଯେ ଯଦି ସେ ସିଂହ ହୋଇପାରନ୍ତା ତାହେଲେ ସମସ୍ତେ ତାକୁ ସମ୍ମାନ ଦେବେ। ଦିନେ ଜଣେ ଜ୍ଞାନୀ ପଶୁ ସେଠାରେ ପହଞ୍ଚି ମାଙ୍କଡ଼ର ଚିନ୍ତା ବିଷୟରେ ଜାଣିଲେ। ସେ ମାଙ୍କଡ଼କୁ ପଚାରିଲେ, ତମେ କାହିଁକି ସିଂହ ଭଳି ହେବାକୁ ଚାହୁଁଛ? ସିଂହ ହେବା ପାଇଁ ତମକୁ ଯେଉଁ ଶକ୍ତି ଏବଂ ପରିକ୍ରମା ଦରକାର ତାହା ତୁମ ପାଖରେ ନାହିଁ। ମାଙ୍କଡ଼ଟି ଦୁଃଖରେ କହିଲା, ମୋତେ ଲାଗୁଛି ମୁଁ କେବେ ବି ସମ୍ମାନ ପାଇପାରିବି ନାହିଁ। ଜ୍ଞାନୀ ପଶୁଟି କହିଲେ, ମନେରଖ, ପ୍ରକୃତି ପ୍ରତ୍ୟେକ ଜୀବକୁ ଏକ ଭିନ୍ନ ଉଦ୍ଦେଶ୍ୟରେ ତିଆରି କରିଥାନ୍ତି। ତୁମେ ସିଂହ ଭଳି ବଳଶାଳୀ ହୋଇ ନ ହୋଇପାର, କିନ୍ତୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁବାର ଏବଂ ବୁଦ୍ଧିମତ୍ତା ସହ କାର୍ଯ୍ୟ କରିବାର କଳା ତୁମ ପାଖରେ ଅଛି। କୌଣସି ବିପଦ ଆସିଲେ ତମେ ସିଂହଠାରୁ ଅଧିକ ବେଗରେ ଗଛ ଉପରକୁ ଚଢ଼ି
ନିଜର ରକ୍ଷା କରିପାରିବ। ତୁମର ସମୟ ଏବଂ ଉପଯୋଗିତା ତମର ନିଜ ଶକ୍ତିରେ ଲୁଚି ରହିଛି। ତେଣୁ କାହା ଉପରେ ବି ନିଜକୁ ତୁଳନା କରିବା କିଛି ବି ଆବଶ୍ୟକତା ନାହିଁ। ମାଙ୍କଡ଼ଟି ଏହି କଥାର ଗଭୀରତାକୁ ବୁଝିପାରିଲା ଏବଂ ନିଜର ଶକ୍ତି ଉପରେ ଗର୍ବ କଲା। ଏହି କାହାଣୀରୁ ଶିକ୍ଷା ଏହା ଯେ ଆମକୁ ଯେ ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଏକ ସାମର୍ଥ୍ୟ ଏବଂ ଗୁଣ ରହିଛି। ଆମେ ଅନ୍ୟମାନଙ୍କୁ ଦେଖି ନିଜକୁ ଦୁର୍ବଳ ବୋଲି ଭାବିବା ଉଚିତ ନୁହେଁ। ଧୈର୍ଯ୍ୟ ରଖି ନିଜର ଶକ୍ତିକୁ ଠିକ୍ ସମୟରେ ବ୍ୟବହାର କଲେ ଆମର ସଫଳତା ନିଶ୍ଚିତ ହେବ। ତେଣୁ ମନେ ରଖନ୍ତୁ, ସଫଳତା ପାଇଁ ଦ୍ରୁତ ଗତି ନୁହେଁ, ବରଂ ନିରନ୍ତରତା ଏବଂ ଧୈର୍ଯ୍ୟ ଆବଶ୍ୟକ। ଠିକ୍ ସମୟରେ ଆପଣ ପରିଶ୍ରମ ଫଳ ନିଶ୍ଚିତ ପାଇବେ। ସମସ୍ତଙ୍କର ସମୟ ଆସିଥାଏ, କେବଳ ଧୈର୍ଯ୍ୟ ରଖନ୍ତୁ। ତେବେ ସାଙ୍ଗମାନେ, ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଏହି ଭିଡ଼ିଓକୁ ତମର ସାଙ୍ଗସାଥୀମାନଙ୍କୁ ସେୟାର କରିବେ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ।